Hello, my dear student. Welcome to our Knowledge Book YouTube channel. Dear student, today I am going to teach you some common words. And the first of all, this video is for those who are new to read English. And before reading English, we need to know common words. So let's start know about common words. ପିଲାମାନେ ଯେତେବେଳେ ଆମେ ଇଂରାଜୀ ପଢ଼ିବା ଆରମ୍ଭ କରିଥାଉ ସେହି ସମୟରେ ଭେରି ଇମ୍ପୋର୍ଟାଣ୍ଟ ବିଷୟଟା କ'ଣ ହେଉଛି ଯେ ଆମେ କିଛି କମନ୍ ୱାର୍ଡ଼ ବିଷୟରେ ଜାଣିବା ଆବଶ୍ୟକ। କାହିଁକି ନା ଯଦି ଆମେ କମନ୍ ୱାର୍ଡ଼ଟା ଯଦି ଜାଣିଯିବା ତାହେଲେ ଇଂରାଜୀ ପଢ଼ିବା ସମୟରେ ଆମକୁ ବହୁତ ହେଲ୍ପ ହେବ। ତ ସେଇଥିପାଇଁ ତୁମମାନଙ୍କ ପାଇଁ ମୁଁ ଏଇ ଭିଡ଼ିଓଟି ନେଇକି ଆସିଛି। ତ ଯେତେବେଳେ ଆମେ କମନ୍ ୱାର୍ଡ଼ଟା କିଛି ଜାଣିଯିବା ତାହେଲେ ଇଂରାଜୀ ପଢ଼ିବା ସମୟରେ ବହୁତ କିଛି ହେଲ୍ପ ହେବ। ଏଠାରେ ଦେଇଛି ଆଇ ମାନେ ମୁଁ। ଯେମିତି ଗୋଟେ ଆଇ ଯେଉଁ କମନ୍ ୱାର୍ଡ଼ ମାନେ ଗୋଟେ ଆଇକୁ ନେଇକି ଆମେ କେମିତି ସେଣ୍ଟେନ୍ସ ଗଢ଼ିବା, ଆଇ ଇଟ୍ ମ୍ୟାଙ୍ଗୋ, ଯେମିତି ଆଇ ମାନେ ମୁଁ। ସେମିତି ଏଠି ଦେଇଛି ଉଇ ମାନେ ଆମେ ବା ଆମ୍ଭେମାନେ, ଯେଉଁଟାକି ପ୍ଲୁରାଲ୍କୁ ବୁଝାଉଛି। ତାପରେ ୟୁ ମାନେ ତୁମେ ମାନେ ଆପଣ, ନାଇଁ କି? ଯେମିତି କହିବା ୟୁକୁ ଲଗେଇକି ୟୁ ଆର୍ ମାଇ ବେଷ୍ଟ ଫ୍ରେଣ୍ଡ, वी आर क्लासमेट्स, ना कि? सेमती दे माने सेमाने, दे आर ऑल्सो माय फ्रेंड्स, ना कि? इटा किछि किछि कॉमन वर्ड ए विषय जदि आमे जेतबेले जानिबा ताले आमे इंग्रजी पढ़िबारे बहुत हेल्प हबो। देन ही इटरे ही माने से, आउ एस एच ही सी माने मध्य से। એટલે ଏଠାରେ ହିଟା ଯେଉଁଟାକି ପୁରୁଷଙ୍କୁ ବୁଝାଇଥାଏ। ହି ଇଜ୍ ଏ ବୟ। ଯେତେବେଳେ ଆମକୁ ପୁରୁଷଙ୍କ ପାଇଁ ଯେତେବେଳେ ଆମେ ବ୍ୟବହାର କରିବା ସେହି ସମୟରେ ହି ୟୁଜ୍ କରିବା। ଯେତେବେଳେ ସ୍ତ୍ରୀ ମାନେ ବାଳିକାମାନଙ୍କୁ ଯେତେବେଳେ ବ୍ୟବହାର କରିବା ସେହି ସମୟରେ SHEC ଯେଉଁଟାକି ସେଇ ଜିନିଷଟାକୁ ବ୍ୟବହାର କରିବାକୁ ପଡ଼ିବ। ଇଟ୍ ମାନେ ଏହା, କିଛି ବସ୍ତୁକୁ ବୁଝାଇବା ସମୟରେ ଆମେ ଇଟ୍ଟା ବ୍ୟବହାର କରିଥାଉ। ସେମିତି ଆୱାର ମାନେ ଆମର। ସେମିତି ୟୁଆର୍ ମାନେ ତୁମର, ତୁମମାନଙ୍କର, ଆପଣଙ୍କର, ଆପଣମାନଙ୍କର। ସେମିତି ଦେୟର ମାନେ ତାଙ୍କର ବା ସେମାନଙ୍କର। ହିଜ୍, ଯେମିତି ହି ଆଉ ସି ସେଥିରେ ଆମେ ପାର୍ଥକ୍ୟଟା ଜାଣିଲେ, ସେମିତି ହିଜ୍ ଆଉ ହେୟାର ମଧ୍ୟରେ ପାର୍ଥକ୍ୟ ମଧ୍ୟ ଅଛି। ହିଜ୍ କଲେ ତାର ବା ତାଙ୍କର, ଯାହା ପୁରୁଷକୁ ବୁଝାଇଥାଏ। ସେମିତି ହେୟାର କଲେ ମଧ୍ୟ ତାର ବା ତାଙ୍କର, ଏଇଟା କିନ୍ତୁ ସ୍ତ୍ରୀଙ୍କୁ ବା ବାଳିକାକୁ ବୁଝାଇଥାଏ। ଏଠାରେ ଇଟ୍ସ କଲେ ଏହା, ଅସ୍ ମାନେ ଆମକୁ। ତାପରେ ମି ମାନେ ମତେ। ଦେନ୍ ନେକ୍ସଟ ଦେମ୍ ମାନେ ସେମାନଙ୍କୁ, ହିମ୍ ତାକୁ ତାଙ୍କୁ, ମାନେ ଏଇଟା ପୁରୁଷକୁ ବୁଝାଇଥାଏ। ହିମ୍ ହାର୍, ନାଇଁ, ହାର୍ ମାନେ ତାଙ୍କୁ ବା ତାକୁ, ସ୍ତ୍ରୀକୁ ବୁଝାଇଥାଏ। ହ୍ୱାଟ୍ ମାନେ କ'ଣ। ଦେନ୍ ହୁ ମାନେ କିଏ, ୱିଚ୍ କେଉଁଟା, ୱାଇ ମାନେ କାହିଁକି, ୱେନ୍ ମାନେ କେବେ, ହାଉ ମାନେ କିପରି, ହୁଜ୍ ମାନେ କାହାର, ହୁମ୍ କାହାକୁ, ୱେର୍ କେଉଁଠି, ହ୍ୱାଟ୍ ଫର୍ ମାନେ କ'ଣ ପାଇଁ, ହ୍ୱାଟ୍ ଏଭର୍ ମାନେ ଯାହାବି, ୱେନ୍ ଏଭର୍ ଯେବେବି, ଫ୍ରମ୍ ୱେର୍ କେଉଁଠାରୁ, ୱିଥ୍ ହୁମ୍ କାହା ସହିତ, ଦିସ୍ ଏହା। ମାନେ ଦିସ୍ ମାନେ ଏଇଟାର ଗୋଟେ ଜିନିଷ ଜାଣିବାକୁ ପଡ଼ିବ। ଏଇଟା ଦିସ୍ ମାନେ ପାଖରେ ଥିବା ଜିନିଷକୁ ଆମେ ବୁଝାଇବା, ଦିସ୍ ୟୁଜ୍ କରିବା। ଦେନ୍ ଦ୍ୟାଟ୍ ମାନେ ତାହା, ଯେଉଁ ଜିନିଷ କି ଦୂରରେ ଅଛି ଦ୍ୟାଟ୍ଟାକୁ ଆମେ ବ୍ୟବହାର କରିବା। ଠିକ୍ ସେମିତି ଦିଜ୍ ଆଉ ଦୋଜ୍ ମଧ୍ୟରେ ମଧ୍ୟ ସେମିତି ଠିକ୍ ପାର୍ଥକ୍ୟ ରହିଛି। ଦିଜ୍ କହିଲେ ଏଗୁଡ଼ିକ, ଏଇଟା ଗୋଟେ ମାନେ ବହୁତ ଗୁଡ଼ିଏ ଜିନିଷକୁ ବୁଝାଉଛି, କିନ୍ତୁ ପାଖରେ ଥିବା ଜିନିଷକୁ ବୁଝାଉଛି। ଆଉ ଦୋଜ୍ କହିଲେ ସେଗୁଡ଼ିକ, ଯେଉଁଟାକି ଦୂରରେ ଥିବା ଜିନିଷକୁ ବୁଝାଇଥାଏ। ହେଲେ ଦିସ୍ ବ୍ୟବହାର କରିବା ସମୟରେ ଗୋଟେ ସିଙ୍ଗୁଲାର ନାଉନ୍, ଆମେ ସେ ସମୟରେ ଦିସ୍ ୟୁଜ୍ କରିବା। ଦ୍ୟାଟ୍ ଯେଉଁଟାକି ଦିସ୍ ପାଖରେ ଥିଲେ ଗୋଟେ ସିଙ୍ଗୁଲାର ନାଉନ୍ଟାକୁ ତାକୁ ୟୁଜ୍ କରିବା। ଆଉ ଦୂରରେ ଗୋଟେ ସିଙ୍ଗୁଲାର ନାଉନ୍ କୌଣସି ଜିନିଷ ଥିଲେ ସେ ସମୟରେ ଆମେ ଦ୍ୟାଟ୍ଟାକୁ ୟୁଜ୍ କରିବା। ସେମିତି ଗୋଟେ ପ୍ଲୁରାଲ୍ ଜିନିଷଟା ଅଛି, ତାହେଲେ ପାଖରେ ଯଦି ଅଛି ଦିଜ୍ ୟୁଜ୍ କରିବା, ଆଉ ଦୂର ଯଦି ଅଛି ଦୋଜ୍ ୟୁଜ୍ କରିବା। ଏନିୱାନ୍ ମାନେ ସ୍ପେଲିଂ ମିଷ୍ଟେକ୍ ଅଛି, କେହି ବି। ଦେନ୍ ନୋ ୱାନ୍ କେହି ବି ନୁହେଁ। ଏଭ୍ରିୱାନ୍ ସମସ୍ତେ ବା ପ୍ରତ୍ୟେକ ଜଣ। ଏଭ୍ରିଥିଙ୍ଗ ସବୁକିଛି ବା ପ୍ରତ୍ୟେକ ଜିନିଷକୁ। ନଥିଙ୍ଗ ମାନେ କିଛି ନୁହେଁ। ସମ୍ ମାନେ କିଛି। ଅଲ୍ ମାନେ ସବୁ। ଅଲୱେଜ୍ ସବୁବେଳେ। ନେଭର
केबे भी नुहे समटाइम्स बेले बेले बा केबे केबे जहाँ कुआ जाउछि ऑफन माने प्राय समय रे फॉर माने पाही विथ सहित टुवर्ड्स आड़को इनसाइड भीतर को आउटसाइड बाहरे सो माने तेणु बिकॉज कारण बट माने किंतु एबाउट माने विषय रे देन परे मेनी माने अनेक हियर माने एठी बा एठारे देयर माने सेठारे माने हियर माने एठारे आ देयर माने सेठारे एवरीवेयर सबु जगह रे बा सबुठी मोर माने अधिक लेस माने कम तार ऑपोजिट जेमि को जाउछि बिफोर माने पूर्वरु आफ्टर माने परे ओनली माने केवल पिला माने मु आशा करछि एई वीडियो माध्यम रे तुम मानकु किछि हेल्प हेतिबो वीडियोटी शेष पर्यंत देखिथिबारु बहुत बहुत धन्यवाद।